ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଏମିତି ଗୋଟେ ବିଷୟ ଆଲୋଚନା କରିବା ଯାହାକି ଆଜିକାଲି ଅନେକ ଖ୍ରୀଷ୍ଟ ବିରୋଧୀମାନେ ସେମାନେ ପ୍ରଶ୍ନ ଉଠାଇଥାନ୍ତି। ତେବେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି, ଆଉ ଏଇଟା ହେଉଛି ୟୁପିର ଉତ୍ତରପ୍ରଦେଶର ଏକ ଘଟଣା ଯାହାକି ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଅଛି। ଆଉ ମୋ ପାଖରେ ଗୋଟେ ଭିଡ଼ିଓ କ୍ଲିପ୍ ମଧ୍ୟ ଅଛି। ସେ ଭିଡ଼ିଓ କ୍ଲିପ୍କୁ ମଧ୍ୟ ମୁଁ ଆପଣଙ୍କୁ ଦେଖେଇବି ଏବଂ ଆପଣ କମେଣ୍ଟ ବକ୍ସରେ ଆପଣଙ୍କର ରାୟ ଆପଣ ଦିଅନ୍ତୁ ଯେ ପ୍ରକୃତରେ ଆପଣ କ'ଣ ଚିନ୍ତା କରୁଛନ୍ତି ଏହି ବିଷୟରେ, ଆପଣଙ୍କର ମତ କ'ଣ। ତେବେ ଘଟଣାଟା ଏହିପରି, କିଛି ଦିନ ପୂର୍ବରୁ କିଛି ହିନ୍ଦୁ ଲୋକମାନେ, ଆଉ ସେମାନଙ୍କୁ ହିନ୍ଦୁ ତ କୁହାଯିବ କାରଣ ସେମାନେ ଯେହେତୁ ହିନ୍ଦୁ ଦେବାଦେବୀମାନଙ୍କୁ ବିଶ୍ୱାସ କରନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣ ଜଣେ ଖ୍ରୀଷ୍ଟିଆନ ଭାଇଙ୍କ ଘରକୁ ସେମାନେ ଘର ସାମ୍ନାରେ ସେମାନେ କ'ଣ କରିଥିଲେ, ସେଇ ଖ୍ରୀଷ୍ଟିଆନ ଭାଇଙ୍କ ସହିତ ସେମାନଙ୍କର ଦେବାଦେବୀ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନେଇକି ଏକ ଯୁକ୍ତି କହିଲେ ବି ଠିକ୍ ହେବ। ଆଉ ସେମାନେ ଏପରି ତାଙ୍କର କହିବାର କଥା ହେଉଛି ଯେ ଏଇ ଭାରତ ଦେଶରେ ମାନେ ଏ ଦୁନିଆରେ ତ 33 କୋଟି ଦେବାଦେବୀ ଅଛନ୍ତି, ଏମିତି କ'ଣ ଦରକାର ପଡ଼ିଲା ଯେ ତୁମେ ମାନେ ହିନ୍ଦୁ ଦେବାଦେବୀମାନଙ୍କୁ ଛାଡ଼ି ତୁମେ ଜଣେ ବିଦେଶୀ ଈଶ୍ୱରଙ୍କୁ ତୁମେ ମାନେ ପୂଜା କରୁଅଛ। ଆଉ ସେମାନଙ୍କର କହିବାର କଥା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଜଣେ ହେଉଛନ୍ତି ବିଦେଶୀ ଈଶ୍ୱର। ଆଉ ସାରା ପୃଥିବୀରେ ତ ମୁସଲମାନମାନଙ୍କର ସଂଖ୍ୟା ଅଧିକ, ଖ୍ରୀଷ୍ଟିଆନମାନଙ୍କର ସଂଖ୍ୟା ଅଧିକ। ଭାରତ କେବଳ ମାତ୍ର ଗୋଟିଏ ଦେଶ ଯେଉଁ ଦେଶରେ ହିନ୍ଦୁମାନଙ୍କର ସଂଖ୍ୟା ହେଉଛି ଅଧିକ। କିନ୍ତୁ ଏପରି କ'ଣ ଦରକାର ପଡ଼ିଲା ଯେ ତୁମେ ମାନେ ଜଣେ ବିଦେଶୀ ଈଶ୍ୱରଙ୍କୁ ତୁମେ ମାନେ ପୂଜା କରୁଅଛ ବା ବିଶ୍ୱାସ କରୁଅଛ। ଆଉ ଏଇଟା ହେଉଛି ବିଦେଶୀମାନଙ୍କର ଗୋଟେ ଚାଲ। ଆଉ ସେମାନେ କ'ଣ କରୁଛନ୍ତି ନା ଧୀରେ ଧୀରେ ଭାରତ ବର୍ଷରେ ମଧ୍ୟ ସବୁ ହିନ୍ଦୁ ଲୋକମାନଙ୍କୁ ହିନ୍ଦୁତ୍ୱକୁ ସେମାନେ ନଷ୍ଟ କରିଦେଇକି ସମ୍ପୂର୍ଣ୍ଣ ରୂପେ ସେମାନେ ପୁରା ଭାରତଟାକୁ ସେମାନେ ଖ୍ରୀଷ୍ଟିଆନ କରିଦେବେ। ଏଇଟା ହେଉଛି ସେମାନଙ୍କର ପ୍ଲାନ୍ ବୋଲି ସେମାନେ କହୁଛନ୍ତି। ତେବେ ତୁମର ଏମିତି କ'ଣ ଦରକାର ପଡ଼ିଲା? ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ এই ଭିଡ଼ିଓ କ୍ଲିପ୍ ଥରେ ଦେଖନ୍ତୁ। भाई आपको प्रार्थना करनी है तो हनुमान जी हैं, रामचंद्र जी हैं, शंकर जी हैं, देवी माता है, इतने सब देवी देवता को छोड़ करके और प्रभु यीशु जो विदेश में पैदा हुआ उसकी पूजा क्यों कर रहे हो आज? तेबे प्रिय भाई এবং ভনী মানে, ଆପଣ ଦେଖିଲେ এই ভিডিও ক্লিপ ଦେଖିଲେ, ତେବେ ଆପଣଙ୍କର ଚିନ୍ତାଧାରା କ'ଣ, ଆପଣଙ୍କର ବିଚାରଧାରା କ'ଣ। କିନ୍ତୁ ଗୋଟିଏ ବିଷୟ ଏଠାରେ ଦେଖିବାକୁ ମିଳିଲା, ଯେମିତି ଅନେକ ଏପରି ଖ୍ରୀଷ୍ଟ ବିରୋଧୀମାନେ ଅଛନ୍ତି ଯେଉଁମାନେ କି କଥାକେ ପିଟିବା ପାଇଁ, ମାରିବା ପାଇଁ ସେମାନେ ଚାଲି ଆସନ୍ତି। ସେମାନେ ଠେଙ୍ଗା, ବାଡ଼ି ଏବଂ ହତିଆର ଧରିକି, ତଲୱାର, ବନ୍ଧୁକ ଧରିକି ସେମାନେ ଆକ୍ରମଣ କରନ୍ତି ଖ୍ରୀଷ୍ଟିଆନ ଲୋକମାନଙ୍କ ଉପରେ। ଏମାନେ ହୁଏତ ସେମିତି ନୁହନ୍ତି। ଏଇଟା ଗୋଟିଏ ବିଷୟ, ଭଲ ବିଷୟ ଆମେମାନେ ଦେଖିଲୁ। ସେମାନେ ବି କହୁଛନ୍ତି ଯେ ଠିକ୍ ଅଛି, ତୁମେ ଯୀଶୁଙ୍କୁ ମାନୁଛ, ଠିକ୍ ଅଛି, ଆମେ ବିରୋଧ କରିନୁ, କିନ୍ତୁ ତୁମେ ମାନେ କାହିଁକି ହିନ୍ଦୁ ଦେବାଦେବୀମାନଙ୍କୁ ତୁମେ କାହିଁକି ପରିତ୍ୟାଗ କଲ? କାରଣ ଆମର ଭଗବାନ ହନୁମାନ ବି ଅଛନ୍ତି, ଆଉ ଭଗବାନ କୃଷ୍ଣ ବି ଅଛନ୍ତି। ଏମିତି ହିନ୍ଦୁ ଧର୍ମରେ ଅନେକ ଦେବତାମାନେ ଅଛନ୍ତି। ଆଉ ସେମାନେ କ'ଣ ଏତେ ଖରାପ କି? ତୁମେ ମାନେ କାହିଁକି ଏକ ବିଦେଶୀ ଈଶ୍ୱରଙ୍କୁ ତୁମେ ମାନେ ପୂଜା କରୁଅଛ? ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ଗୋଟିଏ ବିଷୟ ମୁଁ ଆପଣମାନଙ୍କୁ ଜଣାଇ ରଖୁଛି। ଯଦି କୌଣସି ହିନ୍ଦୁ ଭାଇ କିମ୍ବା ଭଉଣୀ ଏ ଭିଡ଼ିଓ ଦେଖୁଥାନ୍ତି, ତେବେ ସେମାନେ ବି ଦେଖନ୍ତୁ, ସେମାନେ ବି ଜାଣନ୍ତୁ ଯାହା ମୁଁ ଇଚ୍ଛା ପ୍ରକାଶ କରେ, ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ବିଦେଶୀ ଈଶ୍ୱର ନୁହନ୍ତି। ସେ ସାରା ପୃଥିବୀ ନିମନ୍ତେ ଏ ଜଗତକୁ ଆସିଲେ। ସାରା ମାନବ ନିମନ୍ତେ, ସାରା ଜଗତର ମାନବ ନିମନ୍ତେ ସେ କ୍ରୁଶ ଉପରେ ନିଜର ଜୀବନ ଦେଲେ। ସେ କେବଳ ଇସ୍ରାଏଲ ଦେଶର ଈଶ୍ୱର ନୁହନ୍ତି, ସେ ଭାରତର ବି ଈଶ୍ୱର, ସେ ଆମେରିକାର ବି ଈଶ୍ୱର। ଏମିତିକି ପୃଥିବୀରେ ଯେତେ ବି ଦେଶ ଅଛି, ଯେତେ ବି ଲୋକମାନେ ଅଛନ୍ତି, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମ କରନ୍ତି।
ସମସ୍ତଙ୍କୁ ସ୍ନେହ କରନ୍ତି, ଯେପରି ଜଣେ ପିତା ନିଜର ସନ୍ତାନକୁ ସ୍ନେହ କିମ୍ବା ଆଦର କରିଥାଏ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ରୂପେ ବିଦେଶୀ ଈଶ୍ୱର ନୁହନ୍ତି। ସେ ସାରା ଜଗତର ଈଶ୍ୱର ଅଟନ୍ତି। ସାରା ମାନବ ଜାତିର ଉଦ୍ଧାରକର୍ତ୍ତା ସିଏ ଅଟନ୍ତି। ତେଣୁ ଯେଉଁମାନଙ୍କ ମନରେ ଭ୍ରାନ୍ତ ଧାରଣା ଅଛି, ଯେଉଁମାନଙ୍କ ମନରେ ଭ୍ରାନ୍ତ ଧାରଣା ଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଏକ ବିଦେଶୀ ଈଶ୍ୱର ବୋଲି, କିନ୍ତୁ ସେମାନେ ନିଜ ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ଈଶ୍ୱର ଅଟନ୍ତି। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମ କରନ୍ତି। ତେବେ ଇଏ ରହିଲା ଗୋଟେ କଥା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ବିଦେଶୀ ଈଶ୍ୱର ନୁହନ୍ତି। ତେବେ ଦ୍ୱିତୀୟ ପଏଣ୍ଟ ହେଉଛି, କାହିଁକି କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ, ଅନ୍ୟ ଦେବାଦେବୀ ମାନେ କୁଆଡ଼େ ଗଲେ? ତେବେ ଗୋଟେ କଥା ମୁଁ ଜଣେଇ ରଖୁଛି ଯେ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସି ଜଣକୁ ଶାନ୍ତି ମିଳୁଅଛି, ଜଣକୁ ଆନନ୍ଦ ମିଳୁଅଛି, ଆଉ ଜଣଙ୍କର ଭାଙ୍ଗି ଯାଇଥିବା ଘର ଯଦି ମାନେ ତିଆରି ହେଇଯାଉଛି, ସଜାଡ଼ି ହେଇଯାଉଛି, ପରିବାର ଯଦି ସଜାଡ଼ି ହେଇଯାଉଛି, ତାହେଲେ ଜଣେ ନିଶ୍ଚିନ୍ତ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆକର୍ଷିତ ହେବ। ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିଲା ପରେ ସୁସ୍ଥତା ବି ମିଳୁଅଛି, ତେବେ ସେ ନିଶ୍ଚିନ୍ତ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ସେ ଆକର୍ଷିତ ହେବ। ଏଠାରେ କୌଣସି ଟଙ୍କା ଦରକାର ନାହିଁ, କୌଣସି ପଇସା ଦରକାର ନାହିଁ, କୌଣସି ଧନ ଦୌଲତ କିଛି ଦରକାର ନାହିଁ। କାହିଁକି ମୁଁ କହୁଛି ଦରକାର ନାହିଁ? କାରଣ ଏମିତି ବି ଦୁନିଆରେ ଲୋକମାନେ ଅଛନ୍ତି ଯେଉଁମାନେ କି ଟିକେ ଶାନ୍ତି ପାଇବା ନିମନ୍ତେ ସେମାନଙ୍କର ସର୍ବସ୍ୱ ସେମାନେ ଖର୍ଚ୍ଚ କରିଦେଉଛନ୍ତି ଟିକେ ଶାନ୍ତି ପାଇବା ନିମନ୍ତେ। ଟିକେ ଚିନ୍ତା କରନ୍ତୁ, ଲୋକମାନଙ୍କର ଶାନ୍ତି, ଲୋକମାନଙ୍କ ହୃଦୟରେ ଯେଉଁ ଶାନ୍ତି ଅଛି ତାହା ଜଗତର ଧନ ସମ୍ପତ୍ତି ଠାରୁ, ସେମାନଙ୍କର ବ୍ୟାଙ୍କ ବାଲାନ୍ସ ଠାରୁ ମଧ୍ୟ ଆହୁରି ଅଧିକ। ଯଦି ଜଣକୁ କୌଣସି ରୋଗ ହେଉଛି, ବେମାରୀ ହେଉଛି, ତେବେ ସେ କାହିଁକି ପଇସା ଖର୍ଚ୍ଚ କରୁଛି ଡାକ୍ତର ପାଖରେ? ଡାକ୍ତର ପାଖରେ ପଇସା ଖର୍ଚ୍ଚ କରିବାର ଅର୍ଥ ହେଉଛି କାରଣ ତାଙ୍କୁ ଶାନ୍ତି ଦରକାର, ତାକୁ ସୁସ୍ଥତା ପାଇବା ଦରକାର। ଆଉ ଟଙ୍କା କିଛି ବଡ଼ କଥା ନୁହେଁ, ଶରୀର ଆଗରେ କୌଣସି ଟଙ୍କା ବଡ଼ କଥା ନୁହେଁ। ତେଣୁ ଲୋକମାନେ କ'ଣ କରୁଛନ୍ତି, ଅନେକ ଟଙ୍କା ସବୁ ଖର୍ଚ୍ଚ କରୁଛନ୍ତି ମେଡ଼ିକାଲରେ। ଯଦି ସେମିତି ଏକ ଉଦାହରଣ ଆମେ ନେବା ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ଜଗତର ଲୋକମାନଙ୍କ ତାଙ୍କ ଭିତରେ ଯଦି ଆମେ ଏମିତି ଗୋଟେ ଉଦାହରଣ ନେବା, ତେବେ ଏଇଟା କୌଣସି ଭୁଲ ନୁହେଁ। ଲୋକମାନେ ଶାନ୍ତି ପାଇବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କହନ୍ତି, ମୁଁ ତୁମକୁ ଶାନ୍ତି ଦାନ କରିବା ପାଇଁ ଆସିଅଛି, କିନ୍ତୁ ଜଗତ ଯେପରି ଶାନ୍ତି ଦାନ କରେ ସେମିତି ଶାନ୍ତି ମୁଁ ଦେବା ପାଇଁ ଆସି ନାହିଁ। ମୁଁ ମୋ ନିଜର ଶାନ୍ତି ମୁଁ ଦାନ କରିବା ପାଇଁ ଆସୁଅଛି। ପ୍ରିୟ ବନ୍ଧୁଗଣ, ଇଏ ଏମିତି ଏକ ଶାନ୍ତି, ଖାଇବାକୁ ନଥିବ କିନ୍ତୁ ଜଣେ ଶାନ୍ତିରେ ଥିବ, ଆଉ ଧନ ସମ୍ପତ୍ତି ନଥିବ କିନ୍ତୁ ଶାନ୍ତିରେ ଥିବ, ରହିବା ପାଇଁ ଘର ନଥିବ, ଗଛ ମୂଳରେ ରହୁଥିବ, ତଥାପି ସେ ଶାନ୍ତିରେ ଥିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲା ପରେ ଏଇ ଶାନ୍ତି ସେ ନିଜ ଜୀବନରେ ଅନୁଭବ କରେ। ଏଇଟା ହେଉଛି ଜଗତ ଦେଇଥିବା ଶାନ୍ତି ନୁହେଁ ବନ୍ଧୁଗଣ, ଇଏ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଇଥିବା ଶାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ନିଜର ଶାନ୍ତି ହେଉଛି ଏଇଟା। ସେଥିପାଇଁ ଲୋକମାନେ କ'ଣ କରୁଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସୁଛନ୍ତି। ହଁ, ହେଇପାରନ୍ତି ଅନେକ ଦେବାଦେବୀ, 33 କୋଟି ଦେବାଦେବୀ, ଏ କଥା ଲୋକମାନେ, ହିନ୍ଦୁ ଲୋକମାନେ এই ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ଗୋଟେ ବିଷୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିବାର କାରଣ ହେଉଛି ଜୀବନର ଶାନ୍ତି ପାଇବା ନିମନ୍ତେ। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆଉ ଗୋଟେ ଭିଡ଼ିଓ କ୍ଲିପ୍ ମଧ୍ୟ ଆପଣଙ୍କୁ ଦେଖେଇବି ଯେ ଯେତେବେଳେ ସେ ବ୍ୟକ୍ତି ଜଣକ କହୁଛନ୍ତି ତୁମର କ'ଣ ଏମିତି ଦରକାର ପଡ଼ିଲା, ତୁମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ତୁମେ ବିଶ୍ୱାସ କଲ, ତେବେ ସେ ଗୋଟେ ସାକ୍ଷ୍ୟ ପ୍ରଦାନ କରୁଛନ୍ତି, ନିଜର ସାକ୍ଷ୍ୟ, ତାକୁ ମଧ୍ୟ ଆପଣ ଦେଖି ନିଅନ୍ତୁ। उन्होंने प्रार्थना किया और जो डॉक्टर 24 घंटे बाद तुम्हारे पिताजी नहीं बच पाएंगे बोले थे, आज 2024 है, आज भी मेरे पिताजी जिंदा है, लिख के दे दिया था। उस समय जो ब्लड नहीं चढ़ा, तो इस नाम से हम अपना आस्था उसमें रखे हुए हैं। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଆପଣ ଦେଖିଲେ ତ ଏ ବ୍ୟକ୍ତି ଜଣ କହୁଛନ୍ତି ତାଙ୍କ ବାପାଙ୍କର ଶରୀରରେ ବ୍ଲଡ୍ ନଥିଲା, ରକ୍ତ ନଥିଲା, ଆଉ ଡାକ୍ତର ଟାଇମ୍ ଦେଇଥିଲା ଯେ 24 ଘଣ୍ଟା ଭିତରେ ତୁମ ବାପା ମରିଯିବେ। କିନ୍ତୁ ଆଜିକି ହେଇଗଲାଣି 22 ବର୍ଷ ପରେ ହେଇଗଲାଣି, ଆଉ ତାଙ୍କର ବାପା ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ଆଉ ତାଙ୍କର
बापा जब बेमार थे ये हूँ 2002 मसीहा बहुत वर्ष पूर्व किंतु वर्तमान 20 वर्ष प्लस हो गलानी प्राय 22 वर्ष हो गलानी डाक्तर कही मरीज किंतु प्रभु ए पर्यंत जीवित रखी एठार बड़ विषय किसी ना से कहते आम ये आम प्रभु जीशुख्रीष्ट को आम विश्वास करुँ। तेज प्रिय भाई और भौणी मैंने प्रभु जीशुख्रीष्ट निकट को आसिले कौन से टंका मिले ना कौन से धन मिले ना किंतु गोटे विषय मिले अनंत जीवन मिले आई अनंत जीवन देवा निमंते प्रभु जीशुख्रीष्ट ये जगत को आसिले आउ जगत में बसवास कले लोक मान मध्य रहिले एवं शेष में कालवरी क्रूस पर निजर जीवन देले सारा मानव जाति निमंते निजर जीवन को देले आउ जीवन देवार तार कारण हूँ जेपरी जने प्रभु जीशुख्रीष्ट को विश्वास कर प्रभु जीशुख्रीष्ट रक्त को विश्वास कर जे मोर पाप पाई प्रभु जीशुख्रीष्ट क्रूस पर बलि होती जिते जन विश्वास कर जन उद्धार पाइब आउ यहीटा हूँ प्रभु जीशुख्रीष्ट केवल मले नुहे तृतीय दिवस आउ थे पुणी मृत्यु से पुनरुत्थित हेले यहीटा हूँ सत्य विषय यहाँ हूँ सत कथा आउ एथि निमंते अनेक प्रभु जीशुख्रीष्ट निकट आसती आ प्रभु जीशुख्रीष्ट निकट शांति अच्छी परित्राण अच्छी जहाँकि जगत प्रदान करे ना ता केवल प्रभु जीशुख्रीष्ट निकट में मिली थाए प्राप्त होता आम मैंने तेरे ख्रीष्ट प्रिय भाई भनी मैंने आपण मान प्रत्येक को आंतरिक नमस्कार पुणी देखा आपण सहित आउ गोटे भिडियो आउ गोटे अध्याय नमस्कार।